गुड मॉर्निंग ଓ ମୁଁ ଆସିଯାଇଛି ଆପଣମାନଙ୍କ ଈଶ୍ୱର। ଆଉ ଏବେ ସମୟ 10ଟା 53। ଆଉ ମୁଁ ବାଡ଼ିକୁ ଯେଉଁ ଚାଉଳ ଧୋଇବାକୁ ଯାଇଥିଲି ସେ ସମୟରେ ଗୋଟିଏ ନୂଆ କାର୍ଯ୍ୟ କରିଛି, ଯାହା ଏତେ ଦିନରୁ ହୋଇନଥିଲା। ସେଇଟା ଆଜି ଚାଉଳ ଧୁଆ ସମୟରେ ଚାଉଳ ଧୋଇକି ରଖିଦେଲି, ଆଉ ତାପରେ ସେ କାର୍ଯ୍ୟଟା କଲି। ବହୁତ ବଢ଼ିଆ କାର୍ଯ୍ୟ। ମୁଁ କେତେବେଳେ ଯଦି ବାଡ଼ିକୁ ଯିବି ମୁଁ ନିଶ୍ଚୟ ଆପଣମାନଙ୍କୁ ଦେଖେଇବି ମୁଁ କ'ଣ କରିଛି। ଆଉ ହଁ, ସେଇଟା ତ ଥାଉ, ସେଇଟା ମୋ ନୂଆ କାର୍ଯ୍ୟ, ସେଥିପାଇଁ ବି ଖୁସି ଅଛି। ଆଉ ଦେଖନ୍ତୁ, ମାନେ ଭାତଟା ହେଇଯାଇଛି ସକାଳୁ, ଯେହେତୁ ମୁଁ ଚାପତି ଆଉ ଚିନି ମିଶେଇକି ଖାଇ ଦେଇଥିଲି, ସେଇଟା ଝାଡ଼ା ବନ୍ଦ ହେବା ପାଇଁ। ଆଉ ଏତେ ବି ଯାଉନି, ହେଲେ ବହୁତ ଆଗରୁ ଦେହ ଗଡ଼ବଡ଼ ଥିଲା, ସେଇଥିରେ ଯେତେ ଅଧିକ ଥର ଯାଉଥିଲେ ଏବେ ଆଉ ବହୁତ ଥର ଯାଉନି। ଆଉ ବାନ୍ତି ଲାଗିବା ପୁରା କମିଯାଇଛି। ଆଉ ଭାତଟା ସେଇ ଦବାରୁ ହିଁ ଚାଉଳଟା ରୋଷେଇ କଲି। ଆଉ ଏଥର ଭାତ ମୁଁ ବାଢ଼ି ଦିଏ। ଆଉ ଦେଖନ୍ତୁ ତରକାରୀ, ଏଇଥିରେ ଯେଉଁ କଲରା ତରକାରୀ କାଲିର ଏ ରାତିରେ, ମାନେ 4 ନା ସେଇ ପାଖାପାଖି ସମୟର ସେଇଟା ରଖିଥିଲି, ଏଟାକୁ ଖାଇଦେବି। ଆଉ ସକାଳରୁ ଯେହେତୁ ମୁଁ କିଛି ଖାଉନି, ସେଥିପାଇଁ ବି ଭାତ ବାଢ଼ିକି ଖାଇଦିଏ। ଦେଖନ୍ତୁ ପୁରା ବାଷ୍ପ ବାହାରୁଛି। ଭାତ ବାଢ଼ି ସାରିଛି, କଲରା ତରକାରୀ ଆଉ ଏ ଭାତ ରଖିଦେଇଥାଏ, ମାନେ ଦ୍ୱିପହର ଖାଇବା ପାଇଁ। ଆଉ ସେଇ ସମୟରେ କ'ଣ ଶାଗ ନା ତରକାରୀ ହେବ, ସେଇଟା ସେଇ ପରେ ଦେଖାଯିବ। ଆଗ ଏବେ ଖାଇଦିଏ। ଏମିତି ବହୁତ ସମୟ ଲାଗିବ। ଧନ୍ୟବାଦ।